जय जगन्नाथ। नमस्कार प्रिय दर्शक बंधु, ମୁଁ ଜ୍ୟୋତିଷ ଆଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣମାନଙ୍କର ଆବେଦନ ପୂର୍ଣ୍ଣ କରିବା ପାଇଁ। ଆଜି ଜାଣିବା କିଛି ଲୋକଙ୍କର ଆବେଦନ ଅଛି ଯେ କି ଆମର ଜନ୍ମ ଜାତକରେ କ'ଣ ଗ୍ରହ ଚାଲିଛି ଆମେ ଜାଣିନୁ, କିନ୍ତୁ ଗ୍ରହ ଅନୁସାରେ କୌଣସି ରେଜଲ୍ଟ ଆମକୁ ମିଳୁନାହିଁ ଏବଂ ଆମର କୌଣସି କାମ ସଫଳତା ହେଉନାହିଁ। ଛୋଟବେଳୁ ଆଜି ପର୍ଯ୍ୟନ୍ତ ମୁଁ ଚେଷ୍ଟା ପ୍ରତିଚେଷ୍ଟା କରି ଚାଲିଛି, କିନ୍ତୁ ମୋର ସଫଳତା ହେଉନାହିଁ। ସଫଳ ପାଇଁ ବିଫଳତା ଦେଖାଦେଉଛି, କଷ୍ଟ ଦେଖାଦେଉଛି, ପୀଡ଼ା ଦେଖାଦେଉଛି, ସମସ୍ୟା ଆସିଯାଉଛି ସାମ୍ନାକୁ। ପ୍ରିୟ ଦର୍ଶକ ବନ୍ଧୁ, ମନେ ରଖିଥିବା ଦରକାର। ସାଧାରଣତଃ ମୁଁ ବହୁତ ଥର କହିସାରିଛି, ଆଜି ଆଉ ଥରେ ମଧ୍ୟ ଆପଣମାନଙ୍କୁ ସତର୍କତା କରୁଛି, ଧ୍ୟାନ ରଖିବେ। ଗୋଟିଏ ମିନିଟରେ 37 ଜଣ ପିଲା ଜନ୍ମ ହୁଅନ୍ତି, ସେଥିରେ 12 ଜଣଙ୍କର ଦେହାନ୍ତ ହୁଏ ଏବଂ 25 ଜଣଙ୍କର ଉପସ୍ଥିତ ଥାନ୍ତି। ସେ 25 ଜଣଙ୍କର ସମସ୍ତ ଯେଉଁ ଗୋଟିଏ ମିନିଟ ଭିତରେ ଜନ୍ମ ନିଅନ୍ତି, ସେ ଜନ୍ମ ନେଲା ଭିତରେ ମନେ ରଖିଥିବା ଦରକାର, ସମସ୍ତଙ୍କ ରାଶି ସମାନ, ନକ୍ଷତ୍ର ସମାନ, ଗ୍ରହ ସମାନ, ଲଗ୍ନ ସମାନ, ସବୁ ସମାନ ଥାଏ। କିନ୍ତୁ କେଉଁ ପିଲା ଗୋଟେ କରୋଡ଼ପତି ଘରେ ଜନ୍ମ ହୁଏ, କେହି ଭିକ୍ଷୁକ ଘରେ ଜନ୍ମ ହୁଅନ୍ତି, କିଏ ଆଉ ଗୋଟେ ପିଲା କେହି ପୋଲିସ ଘରେ ଜନ୍ମ ନିଏ, ଆଉ ଗୋଟେ ପିଲା କେହି ଯାଇ ଚୋର ଘରେ ଜନ୍ମ ନେବେ, ଆଉ ଗୋଟେ ପିଲା ଡକ୍ଟର ଘରେ ଜନ୍ମ ନିଅନ୍ତି, ଆଉ ଗୋଟେ ପିଲା ଜଣେ କୃଷି ନର୍ମାଲ ବ୍ୟକ୍ତିଙ୍କ ଘରେ ଜନ୍ମ ନେଇଥାଏ, ଜଣେ ପ୍ରାଇମ ମିନିଷ୍ଟର ଘରେ ପାଇଁ ଜନ୍ମ ନିଅନ୍ତି। କିନ୍ତୁ এই ଯେଉଁ ଜନ୍ମାନ୍ତର ବୃତ୍ତାନ୍ତ ଯୋଉଟା ରହିଲା, ଏହାର ମୁଖ୍ୟ କାରଣ କ'ଣ ହଉଛି ଜାଣିଛନ୍ତି? ମୁଖ୍ୟ କାରଣ ହଉଛି ପ୍ରାରବ୍ଧ। ଆପଣ କ'ଣ ଦେଇଛନ୍ତି, କ'ଣ ନେଇଛନ୍ତି, କ'ଣ କରିଛନ୍ତି, କ'ଣ କରିବା ଉଚିତ ଥିଲା, ସେଇଟା ଆପଣ ଭୁଲି ଯାଇଥିଲେ। ଆପଣ ଯେତିକି କରିଛନ୍ତି ଆପଣ ସେତିକି ହିଁ ମିଳିବ। ଆପଣ ଭାବନ୍ତୁନି ମୋର କୁମ୍ଭ ରାଶି ମୋତେ ବହୁତ କିଛି ମିଳିବ, ମୋର ଧନୁ ରାଶି ମୁଁ ଗୋଟେ ରାଜା ହେଇଯିବି, କିଙ୍ଗ ହେଇଯିବି। ନା 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 ନା, ନେଭର ହେଇପାରିବେନି ଆପଣ। ଯେ କାହିଁକି? ଆପଣ ସେତିକିରେ ସନ୍ତୁଷ୍ଟି ହେବା ଦରକାର ଯେତିକି ଆପଣଙ୍କୁ ପ୍ରାପ୍ତି ଅଛି। କାରଣ ମଣିଷ ମଲା ପରେ 4ଟି ଜିନିଷ ଯାଏ: ପୂର୍ବାର୍ଚିତ କର୍ମ, ପୂର୍ବାର୍ଚିତ ଧନ, ପୂର୍ବାର୍ଚିତ ବିଦ୍ୟା, ପୂର୍ବାର୍ଚିତ ପୁଣ୍ୟ। ଯଦି 4ଟି ଜିନିଷ ସାଙ୍ଗରେ ଯାଏ, ଆପଣ କେତେ ପୁଣ୍ୟ କରିଥିଲେ, କେତେ ଧନ ରୋଜଗାର କରି ଆପଣ ଦାନ ଧ୍ୟାନ କରିଥିଲେ, ସଞ୍ଚିତ କରିଥିଲେ, ଯାହାକି ଈଶ୍ୱରଙ୍କର ଫଣ୍ଡରେ, ସେଇଟା ଆପଣଙ୍କ ପାଖରେ ଡବଲ ଟ୍ରିପଲ ହୋଇକି ଆପଣ ଜନ୍ମ ସମୟରେ ଆପଣଙ୍କୁ ମିଳିଯାଇଥାଏ। ଏହା ନୁହେଁ ଆପଣ ଏ ଜନ୍ମରେ ଧୀରୁଭାଇ ଅମ୍ବାନୀ ହୋଇକି ଆପଣ କରୋଡ଼ପତି, ଅର୍ବପତି, ଖର୍ବପତି କରି ଏଇଠି ଆପଣ ସଞ୍ଚିତ କରି ରଖିଛନ୍ତି, ସେ ଆପଣ ସାଥିରେ ଯିବ। ନା ନା, ଆପଣ କ'ଣ କରିଛନ୍ତି? ଯେତେ ବଡ଼ କୋଟିପତି ହଉନା କାହିଁକି, ଆପଣ ହାତ ଉଠେଇ କାହାକୁ ଟଙ୍କାଟେ ଦାନ କରିଛନ୍ତି? ଆପଣ କିଛି ପୁଣ୍ୟ କରିଛନ୍ତି? ଆପଣ ପୁଣ୍ୟ କଲା ପୂର୍ବରୁ ଆଜିକାଲି ମୁଁ ଓଡ଼ିଶାରେ ଦେଖୁଛି ବହୁତ ପ୍ରକାର ଲୋକଙ୍କୁ ଅଛନ୍ତି, ମୋ ରିସିପ୍ଟଟାକୁ କାଟି ଦିଅନ୍ତୁ, ମୁଁ ନେଇଛି, ମୋ ପଇସା ଦେଇଛି, ମୋ ରିସିପ୍ଟଟା କାଟି ଦିଅନ୍ତୁ। ଆପଣ ଈଶ୍ୱରଙ୍କ ପାଇଁ କେତେ ଦାନ ଧ୍ୟାନ କରିଛନ୍ତି? ଈଶ୍ୱରଙ୍କ ପାଇଁ କେତେ ଆପଣଙ୍କର ବରଦାନ ଅଛି, କେତେ ଅବଦାନ ଅଛି, କେତେ ସମର୍ପିତ ଅଛି, କେତେ ମୁକ୍ତ କଣ୍ଠରେ ଆପଣ ଦାନ କରୁଛନ୍ତି? ଯାହା କରୁଛନ୍ତି ସେହି ଆପଣ ପାଖକୁ ଯିବ। କୌଣସି ଗରିବକୁ ଟିକେ ଦାନ କରୁଛନ୍ତି, ସେଇ ଆପଣଙ୍କ ସଞ୍ଚିତ ହେବ ଯଦି ସେ ଆଶୀର୍ବାଦଟେ ଦିଏ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ମନେ ରଖିଥିବା ଦରକାର, ଯେତିକି ଅଛି, ଯେମିତି ଅଛି, ଯେଉଁ ପରିସ୍ଥିତିରେ ଅଛନ୍ତି, ଯେଉଁଭଳି ଚାଲିଛି, ସେଥିରେ ସନ୍ତୁଷ୍ଟ ଓ ଶାନ୍ତି ହେଲେ ମା ଲକ୍ଷ୍ମୀଙ୍କର କୃପା ପଡ଼ିବ। ମହାଦେବଙ୍କର ଆଶୀର୍ବାଦରୁ ଆପଣ କାର୍ଯ୍ୟରେ ସିଦ୍ଧି ଏବଂ ସଫଳତା ହେବ। କାରଣ ଏଠି ଲକ୍ଷ୍ମୀଙ୍କ କଥା କହି ମୁଁ ମହାଦେବଙ୍କୁ ଯୋଡ଼ିବାର ମୁଖ୍ୟ କାରଣ ଇଏ ହେଲେ ଭୂଲୋକ। ଆମେ ଯୋଉଠି ଅଛେ ଏଇଟା ଭୂଲୋକରେ ଅଛେ। ଭୂଲୋକର ଓନର ହଉଛନ୍ତି ଦେବଦେବ ମହାଦେବ, କୈଳାସ ହଉଛନ୍ତି ଭୂଲୋକରେ। ଏତେ ନିମିତ୍ତ ଆମେ କେତେ ଈଶ୍ୱରଙ୍କୁ ସମର୍ପିତ ହଉଛେ। ଆମେ ସମର୍ପିତ କେତେବେଳେ ହଉଛେ? ଯେତେ ଦୁଃଖରେ ପଡ଼ିଛେ। କାହିଁ ପ୍ରାତଃ ଜନ୍ମ ସମୟରୁ ଆପଣ ସମର୍ପିତ ହେଲେନି? ଆପଣ କଣ୍ଟିନ୍ୟୁ ହୁଅନ୍ତୁ, ଦେଖିବେ ଆପଣଙ୍କୁ ଶାନ୍ତି ଆଉ ସନ୍ତୁଷ୍ଟି ରୂପେ ରୁହନ୍ତୁ, ଆପଣଙ୍କୁ ସବୁ କିଛି ମିଳିଯିବ। ଆଶାବାଦୀ ହୋଇ କୌଣସି କାର୍ଯ୍ୟ ହେଇନାହିଁ, ନା ହବ ବି ନାହିଁ। ହେଲେ ବି ସୁଦ୍ଧା ଅଳ୍ପ ଦିନରେ ସୁଖରେ ତା ଭାଙ୍ଗିଯିବ। କାଚଟି ଯେତେ ସୁନ୍ଦର ଥାଏ ଏବଂ ତାର କ୍ଷଣ ବି ଏତିକି ସୁନ୍ଦର ଥାଏ। ସେଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ଅଛି। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ନିଶ୍ଚିତ ରୂପରେ ଆପଣ ଆପଣଙ୍କର ଉତ୍ତର ପାଇସାରିଥିବେ। ଆଜିର ସବୁଠୁ ଭଲ ଷ୍ଟୋରି ହେଲା ଦିଗ୍ଦର୍ଶନ ଷ୍ଟୋରି। ଆପଣ ଭାଗ୍ୟକୁ ପରିବର୍ତ୍ତନ କରିବାର ଅଛି, ତା ନିଶ୍ଚିତ ରୂପରେ ଏହା ଅନୁଭୂତି କରନ୍ତୁ, ଅନୁଭବ କରନ୍ତୁ ଆଉ ଅନୁଭୂତି କରନ୍ତୁ।
ଯଦି ପାରୁଛନ୍ତି ଅନ୍ୟ ଜଣକୁ ସେୟାର କରନ୍ତୁ, କାହାରି ତ ଭ୍ରାନ୍ତ ଧାରଣା ଦୂର ହଉ। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 30 ଜାନୁଆରୀ 2024 ମସିହା ମାଘ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ଆର୍ଦ୍ରା ନକ୍ଷତ୍ର ଶୁକ୍ରବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 6:24 ଠାରୁ 10:35 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ତତ୍ପଶ୍ଚାତ୍ ମଧ୍ୟାହ୍ନ 12:01 ଠାରୁ 1:24 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଏତଦ୍ ବ୍ୟତୀତ ସାୟଂ 4:12 ଠାରୁ 5:36, ରାତ୍ର 8:48 ଠାରୁ 10:24, ପୁନଃ ରାତ୍ର 11:59 ଠାରୁ ପ୍ରାତଃ 4:48 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଆଜି ଦିନ ରାହୁ କାଳ ସମୟ ପ୍ରାତଃ 10:36 ଠାରୁ ମଧ୍ୟାହ୍ନ 12 ସମୟ ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ ହେବ, ଟିକେ ସାବଧାନ ରହିବେ। ଆଜି ଦିନର ଘାତବାର, କେଉଁ ରାଶିକୁ ଘାତବାର ଅଛି? ଆଜି ଶୁକ୍ରବାର ବିଛା ରାଶି, ଧନୁ ରାଶି ଏବଂ ମୀନ ରାଶିକୁ ଘାତବାର ଅଛି, ଟିକେ ସାବଧାନ ରହିବେ। ଆଜି ଦିନର ଘାତ ଚନ୍ଦ୍ର, କନ୍ୟା ରାଶି ପୁରୁଷ ବ୍ୟକ୍ତି ମାନଙ୍କ ପାଇଁ ଘାତ ଚନ୍ଦ୍ର, ବିଛା ରାଶି ଏବଂ କୁମ୍ଭ ରାଶି ମହିଳାମାନଙ୍କ ପାଇଁ ଘାତ ଚନ୍ଦ୍ର। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି, ଚମତ୍କାର ଅଛି। ଚମତ୍କାରକୁ ନମସ୍କାର ବୋଲି କୁହାଯାଏ। ନିଶ୍ଚିତ ରୂପରେ ଭାଗ୍ୟର ପରିବର୍ତ୍ତନତା ଦେଖାଦେବ। ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି ଏବେ, ଦୂରଯାତ୍ରା ଭ୍ରମଣ ଯୋଗ ଅଛି। କାର୍ଯ୍ୟରେ ସିଦ୍ଧି, ସଫଳତା, ମାନ ସମ୍ମାନ ପ୍ରାପ୍ତି ଅଛି। ସୁନ୍ଦର ଭୋଜନ, ସ୍ୱାଦିଷ୍ଟ ଭୋଜନ ମଧ୍ୟ ପ୍ରାପ୍ତି ଅଛି। ବିଶେଷ କରି କୌଣସି ନିଶା ଦ୍ରବ୍ୟ ସେବନ କରିବେ ନାହିଁ ବା ଆମିଷ ଆଦି ଭୋଜନ କରିବେ ନାହିଁ, ସେଥିରେ ଦୁଃଖ ସମସ୍ୟା ଦେଖାଦେବାର ସମ୍ଭାବନା ଦେଖାଦେଉଛି। ଏବଂ ଇଗୋକୁ ତ୍ୟାଗ କରିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଇଗୋ ଆପଣଙ୍କର ଦୁଃଖ ସମସ୍ୟା ଦେଖାଦେଇପାରେ। ଗୁରୁଜନ ବ୍ୟକ୍ତିଙ୍କୁ ସମ୍ମାନ, ଆଦର, ଭକ୍ତି କରନ୍ତୁ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରକୁ ଜଗି ରଖି ଚାଲନ୍ତୁ। ଶ୍ୱଶୁରାଳୟରେ ଅଭିମାନ କରିବା ଉଚିତ। ଆଜିର ଲକି ନମ୍ବର 5, ଲକି କଲର୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ କଟିବ। 2ଟି ତୁଳସୀ ପତ୍ର ପାଖରେ ରଖନ୍ତୁ। ବୃଷ ରାଶି, ବୃଷ ରାଶି ବ୍ୟକ୍ତି ମାନଙ୍କ ପାଇଁ ଅର୍ଥର ଆଗମନ ଅଛି। କୁଟୁମ୍ବରେ ଆନନ୍ଦ ଦେଖାଦେବ। ପୁଣ୍ୟ ପବିତ୍ରତା କାର୍ଯ୍ୟରେ ସଫଳତା ଯୋଗଦାନତା ଦେଖାଦେବ। ଏତଦ୍ ବ୍ୟତୀତ ପରିଶ୍ରମ ଅନୁସାରେ ଫଳ ଆପଣଙ୍କୁ ଯଥେଷ୍ଟ ପ୍ରାପ୍ତି ଯୋଗ ଅଛି, କିନ୍ତୁ ଧୈର୍ଯ୍ୟର ଆବଶ୍ୟକତା ଅଛି। ସନ୍ତୁଷ୍ଟି ଓ ଶାନ୍ତିର ଆବଶ୍ୟକତା ଅଛି। ଆଜିର ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ଭଗବାନ ମହାଦେବଙ୍କୁ ଭକ୍ତିପୂତ ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ କଟିବ। ମିଥୁନ ରାଶି, ମିଥୁନ ରାଶି ବ୍ୟକ୍ତି ମାନଙ୍କ ପାଇଁ କଣ କରୁଛନ୍ତି, କଣ କରିବା ଆବଶ୍ୟକତା ଅଛି, ପ୍ଲାନିଂ ଅନୁସାରେ କରନ୍ତୁ। ଭାଗଦୌଡ଼ କରିବାକୁ ପଡିବ, ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ନିଜର ପାର୍ଟନର, ନିଜର ଲଭର, ନିଜର ବିଜନେସ୍ ପ୍ରତି ଯଥେଷ୍ଟ ସଫଳତା ଦେଖାଦେବ, କିନ୍ତୁ ଧ୍ୟାନ ଦେବା ଆବଶ୍ୟକତା ଅଛି। ଟାଇମ ଟେବୁଲ ପରଫେକ୍ଟ ମେଣ୍ଟେନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଗାଡ଼ି ଘୋଡ଼ା ସାବଧାନ ଚଲାନ୍ତୁ। ଇଗୋ ରଖନ୍ତୁ ନାହିଁ ବା ଆଗ୍ରେସିଭ ମଧ୍ୟ ହେବା ଉଚିତ ନାହିଁ। ସଦା ସର୍ବଦା ପଜିଟିଭ ଥଟ୍, କୁଲ ମାଇଣ୍ଡ, ଦ୍ୟାଟ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆଜିର ଲକି ନମ୍ବର୍ସ 1, ଲକି କଲର୍ସ ପିଙ୍କ ଆଣ୍ଡ ରେଡ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ। ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଜବା ପୁଷ୍ପ ଦାନ କରନ୍ତୁ, ସୁଖର ଦିନ କଟିବ। କର୍କଟ ରାଶି, ଆପଣ ଭାବୁଥିବା କାର୍ଯ୍ୟ ନିଶ୍ଚିତ ବିଳମ୍ବରେ ସଫଳତା ହେବ, କିନ୍ତୁ ହବ ନିଶ୍ଚିତ। ଦୂରଯାତ୍ରା, ଭ୍ରମଣ ଯୋଗ, ତୀର୍ଥବ୍ରତ ଇତ୍ୟାଦି ଦେଖାଦେବ। ଆଧ୍ୟାତ୍ମିକ ଚେତନା, ଆଧ୍ୟାତ୍ମିକ ଭାବନା, ପରମାର୍ଥୀ ସମର୍ପିତତା ମଧ୍ୟ ଦେଖାଦେବ। ଆଶା ଅନୁସାରେ ଫଳ ଆପଣଙ୍କୁ ପ୍ରାପ୍ତି ଯୋଗ ଅଛି। ଯଦି ଆପଣ ଚାହୁଁଛନ୍ତି କିଛି ଲୋନ୍ କରିବା ପାଇଁ, କିଛି ଆଶା ଅଛି ବା କିଛି କାର୍ଯ୍ୟ କରିବା ପାଇଁ ବା କୌଣସି ବ୍ୟକ୍ତିଙ୍କୁ କୌଣସି କଷ୍ଟରୁ ମୁକ୍ତି ଦେବା ପାଇଁ ବା ତାଙ୍କୁ ସହଯୋଗ କରିବା ପାଇଁ ଆଜି କରିପାରିବେ। ଯଦି ଆପଣ ଲୟାର ଅଛନ୍ତି ବା କୌଣସି ପୋଲିସ ଅଫିସର ଅଛନ୍ତି, ନିଶ୍ଚିତ ରୂପରେ ଆପଣଙ୍କର ନ୍ୟାୟ, ଆପଣଙ୍କର ନୀତି, ଆପଣଙ୍କର କର୍ତ୍ତବ୍ୟରେ ଜବରଦସ୍ତ ସଫଳତା ଦେଖାଦେବ। ଆଜିର ଲକି ନମ୍ବର 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓମ୍ ନମଃ ଶିବାୟ, ଏହି ମନ୍ତ୍ରକୁ ଜପ କରନ୍ତୁ, ସୁଖର ଦିନ। ସିଂହ ରାଶି, ସିଂହ ରାଶି ବ୍ୟକ୍ତି ମାନଙ୍କ ପାଇଁ ଇନକମ ସୋର୍ସରେ ବହୁତ ଭଲ ରହିବ ଯଦି ଆମେ କରିପାରୁଛେ ଠିକ ହିସାବରେ। ନିଜ ଦୋଷ କେହି ଦିଅନ୍ତି ନାହିଁ, ସବୁବେଳେ ପାଇଁ ଅନ୍ୟ ଜଣଙ୍କ ଦୋଷ ଦିଅନ୍ତି। କର୍ମ, କର୍ତ୍ତବ୍ୟ, ନିଷ୍ଠା, ପବିତ୍ରତା, ଆଚାର ବିଚାର ପ୍ରତି ଫୋକସ ରଖନ୍ତୁ। ସମ୍ମାନ ମିଳିବ, ଧୈର୍ଯ୍ୟର ଆବଶ୍ୟକତା ଅଛି।
ଏବଂ ଈଶ୍ୱରଙ୍କ କୃପା ମଧ୍ୟ ପ୍ରାପ୍ତି ଅଛି। ସନ୍ତାନକୁ ନେଇ ଆନନ୍ଦିତ ହେବେ, ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ ଏବଂ ଯଥେଷ୍ଟ ଆପଣଙ୍କୁ ଆପଣଙ୍କର କର୍ତ୍ତବ୍ୟ ଅନୁସାରେ ଫଳ ଆପଣଙ୍କୁ ମିଳିଛି। ଆଜିର ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ଚତୁର୍ଥୀ ସ୍ତୋତ୍ରମ ପାଠ କରନ୍ତୁ, ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସଫଳତା ଦେଖାଦେବ। କନ୍ୟା ରାଶି, କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ର ଜବରଦସ୍ତ ସଫଳତା ଅଛି। ମାତା, ବନ୍ଧୁ, ରିଶ୍ତେଦାର ଏମାନଙ୍କ ସହିତ ଶ୍ରଦ୍ଧା, ଆଦରତା, ଆତ୍ମବିଶ୍ୱାସତା ଦେଖାଦେବ। କୌଣସି ନୂତନ ମାଙ୍ଗଳିକ କାର୍ଯ୍ୟକୁ ଆଗକୁ ବଢୁଛନ୍ତି, ସେଥିରେ ମଧ୍ୟ ସଫଳତା ଦେଖାଦେବ। ଆଜିର ଲକି ନମ୍ବର 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ନିଜର କର୍ମ ଏବଂ କର୍ତ୍ତବ୍ୟ ପ୍ରତି ପରଫେକ୍ଟ ମେଣ୍ଟେନ କରନ୍ତୁ। ସୁଖ ତୁଳା ରାଶି, ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ଭାଇ ଭଉଣୀ ମଧ୍ୟରେ ସତର୍କତା ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି, ବା ମିତ୍ର ମଧ୍ୟରେ ନିଜର କମଜୋରିକୁ କୌଣସି ବ୍ୟକ୍ତିରେ ପରିପ୍ରକାଶ କରନ୍ତୁ। ଏତଦ୍ ବ୍ୟତୀତ ପରିହାସ୍ୟତା, ଅଟ୍ଟହାସ୍ୟତା ଦେଖା ଦେଇପାରେ, କିନ୍ତୁ ଦୂରଯାତ୍ରା, କାର୍ଯ୍ୟରେ ସିଦ୍ଧି, ସଫଳତା, ଆନନ୍ଦ, ପରିବାର ଆନନ୍ଦ, ମିତ୍ରତା, ସହଯୋଗତା ମଧ୍ୟ ପ୍ରାପ୍ତି ଅଛି। ଆଜିର ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ କଟିବ। ବିଚାରାଶି, ବିଚାରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, କ'ଣ କଲେ ବେଟର ହେବ, ପ୍ଲାନିଂ ଅନୁସାରେ କାର୍ଯ୍ୟ କରନ୍ତୁ। ଆଜି ନିଶ୍ଚିତ ରୂପରେ ଭାଗ୍ୟ ଚକ୍ର ଆପଣଙ୍କ ହାତରେ ଲେଖା। ଆପଣ କ'ଣ କରିପାରୁଛନ୍ତି, କ'ଣ କରିବା ଉଚିତ, ଅଧିକ ଆଶାବାଦୀ ହେବା ଉଚିତ ନୁହେଁ। ପଇସାକୁ ନେଇ କୌଣସି ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ଶ୍ରଦ୍ଧା, ଆଦରତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପରିବାର କୁଟୁମ୍ବରେ ଶ୍ରଦ୍ଧା ରଖନ୍ତୁ, ଚିଚିଡ଼ାପନ ହେବା ଉଚିତ ନୁହେଁ। ସ୍ୱାର୍ଥକୁ କେବେ ଦେଖିବା ଉଚିତ ନୁହେଁ। ସଦାସର୍ବଦା ପ୍ରମାର୍ଥୀ ହୁଅନ୍ତୁ, ପ୍ଲାନିଂ କରନ୍ତୁ, ପ୍ଲାନିଂ ଅନୁସାରେ କାର୍ଯ୍ୟ ଅଧିକରୁ ଅଧିକ ଲାଭରେ ରହିବେ, ସଫଳତା ଦେଖାଦେବ। ଏବଂ ଦୂରଯାତ୍ରା ମଧ୍ୟ ଆଜି ଅଛି। ଆଜିର ଲକି ନମ୍ବର 5, ଲକି କଲର୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ। ଧନୁରାଶି, ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଦିବସଟି ଆପଣଙ୍କର ଅଛି ନିଃସନ୍ଦେହତା, କିନ୍ତୁ ଆଜି ଆରାମ ମିଳିବ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ଅଛି, କିଛି ଅର୍ଥ ଯୋଗ ମଧ୍ୟ ଅଛି, କର୍ମଯୋଗ ମଧ୍ୟ ଦେଖାଦେବ। ବହୁତ ଦିନ ଧରି ଅପେକ୍ଷା କରୁଥିବା କାର୍ଯ୍ୟ ଆଜି ସିଦ୍ଧି ଏବଂ ସଫଳତା ମଧ୍ୟ ହେଉଛି। କିନ୍ତୁ ମନେ ରଖିଥିବା ଦରକାର, କର୍ମ ଏବଂ କର୍ତ୍ତବ୍ୟ ଏ ଦୁଇଟାର ଉଣା ରଖିବା ଉଚିତ। ଦାମ୍ପତ୍ୟ ଜୀବନ ଆନନ୍ଦ, ସୁଖ, ମଧୁମୟ ମଧ୍ୟ ଦେଖାଦେବ। ବହୁତ ଦିନ ଧରି ଯେଉଁ କାମ ହେଇପାରୁନଥିଲା, ଯେଉଁ କାମରେ ବାଧା ଆସୁଥିଲା, ଯେଉଁ ବ୍ୟକ୍ତି ବାଧା ପ୍ରାପ୍ତ କରୁଥିଲେ, ଆଜି ନିଶ୍ଚିତ ରୂପରେ ତାହା ସଫଳତା ଲାଭ କରୁଛି। ଆଜିର ଲକି ନମ୍ବର 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାହନ ସ୍ତୋତ୍ର ପାଠ କରନ୍ତୁ, ହନୁମାନ ମହାପ୍ରଭୁଙ୍କୁ ସମର୍ପିତ କରନ୍ତୁ, ସୁଖର ଦିନ କଟିବ। ମକର ରାଶି, ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବଢିବ, ଟିକେ ସାବଧାନ ରହିବେ, ଧୈର୍ଯ୍ୟର ଆବଶ୍ୟକତା ଅଛି। ଭ୍ରାନ୍ତ ଧାରଣା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି। ନୋ ଆର୍ଗୁମେଣ୍ଟସ, ନିଜର ମନ, ନିଜର ପ୍ରକୃତି, ନିଜର ଭାବନାକୁ ସହିତ କେବେ ବି ଦୃଷ୍ଟାନ୍ତ ମନୋଭାବନା ଭିତରେ ଚାଲିବା ଉଚିତ ନୁହେଁ। କୌଣସି ହସ୍ପିଟାଲରେ ପଇସା ଖର୍ଚ୍ଚ ହେବାକୁ ଯାଉଛି, ହସ୍ପିଟାଲ ଖର୍ଚ୍ଚ ହେଇପାରେ, ବା ନିଜ ସ୍ୱାସ୍ଥ୍ୟ ପ୍ରତି ନିଜେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକତା ଅଛି। ଆଜିର ଲକି ନମ୍ବର 4, ଲକି କଲର୍ସ ଗ୍ରେ ଆଣ୍ଡ ସିଲଭର, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ କଟିବ। କୁମ୍ଭ ରାଶି, ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ, ଲଭ୍ ମ୍ୟାଟରରେ ସଫଳତା ମଧ୍ୟ ଦେଖାଦେବ, କର୍ମରେ ସଫଳତା ବିଜୟ ପ୍ରାପ୍ତି ମଧ୍ୟ ଦେଖାଦେବ। ନିଜର ବୁଦ୍ଧି ବିଦ୍ୟା ଯୋଗୁଁ ଅର୍ଥ ଯୋଗ ମଧ୍ୟ ଆଜି ଅଛି। ଇନକମ୍ ସୋର୍ସରେ ଠିକଠାକ ରହିବ ଏବଂ ନିଜ କର୍ମକୁ ନିଜେ ତତ୍ପର ସହିତ କରିବା ଆବଶ୍ୟକତା ଅଛି। କୌଣସି ବ୍ୟକ୍ତି ଉପରେ ନିର୍ଭର ହୁଏ ନାହିଁ। ଆଜିର ଲକି ନମ୍ବର 4, ଲକି କଲର୍ସ ଗ୍ରେ ଆଣ୍ଡ ସିଲଭର, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରନ୍ତୁ, ସ୍ୱର୍ଗତ ପିତୃଲୋକଙ୍କୁ ତର୍ପଣ କରନ୍ତୁ, ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ଓ ସଫଳତା ଦେଖାଦେବ। ମୀନରାଶି, ମୀନରାଶି ବ୍ୟକ୍ତିମାନଙ୍କ ପାଇଁ ବିଶେଷ କରି ନିଜର ପରିବାର, ନିଜର କର୍ତ୍ତବ୍ୟତାରେ ଆଜି ଦିନ କଟିବ। ଆଜି ନିଶ୍ଚିତ ରୂପରେ ପୁରୁଣା କଥାକୁ ଆଲୋଚନା କରିବା ଉଚିତ ନୁହେଁ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ, ଆଦର କରନ୍ତୁ, ଭକ୍ତି କରନ୍ତୁ, ନିଜ କର୍ମକୁ ନିଜେ ଗୁରୁ ରୂପରେ ଗ୍ରହଣ କରନ୍ତୁ, ଶ୍ରଦ୍ଧାପୂର୍ବକ କରନ୍ତୁ, ବହୁତ ଫାଇଦା ହେବ। ଆଜିର ଲକି ନମ୍ବର 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାହନ ସ୍ତୋତ୍ର ପାଠ କରନ୍ତୁ, ଯଦି ପାରୁଛନ୍ତି ମା ବଗଳାମୁଖୀଙ୍କର ମନ୍ତ୍ରକୁ ଜପ କରନ୍ତୁ, ସୁଖର ଦିନ କଟିବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12 ପ୍ଲସ୍ ରାଶିଫଳ। ଆଜି ତ ସମୟ ଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ, ପୁଣି ଦେଖା ଆଗାମୀ। ଜୟ ଜଗନ୍ନାଥ, ନମସ୍କାର, ହରି ଓମ୍।